ସୀମାକୁ ଟେକି ନେଇ ଗେହିଲି ସୀମା କୁଆଁରୀ ବିଆ କଣା ହୋଇଗଲା। ହ୍ୟାଲୋ ସାଙ୍ଗମାନେ, ମୁଁ ଭୀରେନା ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଗୋଟେ ନୂଆ ସେକ୍ସ ଷ୍ଟୋରି ଧରି। ସାଙ୍ଗମାନେ, ଆଜିର ଭିଡ଼ିଓରେ ମୁଁ କହିବି ମୁଁ କେମିତି ମୋ ବାନ୍ଧବୀ ସୀମାକୁ ଗେହି ଗେହି ତାକୁ ବିଆର କଣା ଫଟେଇ ଦେଇଥିଲି। ସାଙ୍ଗମାନେ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଆଉ ଯଦି ପ୍ରଥମ ଥର ଏହି ଷ୍ଟୋରିଟିକୁ ଶୁଣୁଛନ୍ତି ତେବେ ନିଶ୍ଚିତ ଭାବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ସୀମା ମୁଁ କଲେଜରୁ ସାଙ୍ଗ। ମୋ ନାମ ଅରବିନ୍ଦ। ଆମ ଭୁବନେଶ୍ୱର ଶାନ୍ତିନଗରରେ ଗୋଟେ ଆପାର୍ଟମେଣ୍ଟରେ ରହୁ। ସୀମା ବାପା ଜଣେ ବ୍ୟାଙ୍କ ମ୍ୟାନେଜର, ମାଆ ଘରେ କାମ କରିବା ସହ ଗୋଟେ ଅଫିସରେ ଏଣ୍ଟ୍ରି କାମ କରନ୍ତି। ଆମର ଗୋଟିଏ ଷ୍ଟୁଡ଼ିଓ ଅଛି। ବାପା ଅନ୍ୟ ଦୁଇ ଜଣଙ୍କ ସେଠାରେ ରଖି କାମ କରାନ୍ତି। କହିବାକୁ ଗଲେ ବାପାଙ୍କ ଷ୍ଟୁଡ଼ିଓରୁ ହିଁ ଆମ ଘର ଚାଲେ। ଆମେ ଘରୁ କିମ୍ବା ବାରିପଦା ଛୋଟବେଳରୁ ଆମେ ସେଇଠି ରହିଆସୁଛୁ। ବାପା ମଧ୍ୟ ଦୀର୍ଘ 25 ବର୍ଷ ହବ ରହିଗଲେଣି। ସୀମା ଆଉ ତାଙ୍କ ଘର ଲୋକ ମୁଁ ଛୋଟବେଳୁ ଦେଖି ଆସିଛି। ସେ ଆମ ତଳ ରୁମ୍ରେ ରୁହନ୍ତି। ଆମେ ଘର ଆଉ ତାଙ୍କ ଘର ସମ୍ପର୍କ ନିବିଡ଼। ସେଥିପାଇଁ ସୀମା ଆମ ଘରକୁ ଆଉ କଲୋନୀର ଛୁଆ ମିଶିକି 6 ଜଣ ହେବୁ। ସବୁବେଳେ ସନ୍ଧ୍ୟାରେ ଆମେ କ୍ରିକେଟ କିମ୍ବା ବ୍ୟାଡ଼ମିଣ୍ଟନ ଖେଳୁ। ହେଲେ ସୀମା ଗୋଟେ କ୍ଲାସରେ ପଢ଼ୁ ଆଉ ସେ ଭଲ ପଢ଼ାପଢ଼ି କରେ। ସେଥିପାଇଁ ମୁଁ ଆମ ଘରେ ସବୁବେଳେ ତାକୁ ପଢ଼ାପଢ଼ି କୁହନ୍ତି। ଆମେ ଦୁହେଁ କେବଳ ବେଳେ ସମୟ ଦେଖି ପଢ଼ାପଢ଼ି ବିଷୟରେ ଆଲୋଚନା କରୁ। ସେ ଆମ ଘରକୁ ଆସେ, ନହେଲେ ମୁଁ ତାଙ୍କ ଘରକୁ ଯାଏ। ଦେଖୁ ଦେଖୁ ସମୟ ବିତି ଚାଲିଲା। ସ୍କୁଲ ଛାଡ଼ି ଆମେ କଲେଜରେ ପାଦ ଦେଲୁ। ଆମ ଭିତରେ ଭଲ ବନ୍ଧୁତା ବ୍ୟତୀତ ଆଉ କିଛି ନଥିଲା। ଚାହୁଁ ଚାହୁଁ +2 ପରୀକ୍ଷା ଦେଇ ରେଜଲ୍ଟ ଅପେକ୍ଷା କରିଥିଲା ଭିତରେ ଆମେ ବିଟେକ୍ ପାଇଁ ରେଡ଼ି ହେଇଥିଲୁ। ହେଲେ ଏ ଭିତରେ ମୁଁ କେମିତି ପାଗଳ ହେଇ ଜାଣିନି। ସେଦିନ ମୁଁ ବ୍ରେକଫାଷ୍ଟ କରି ସୀମାକୁ ରୁମ୍କୁ ଗଲି ଆଉ ଅଙ୍କଲ ଆଣ୍ଟି ଅଫିସ ପଳେଇଥିଲେ। ମୁଁ ତାଙ୍କ ରୁମ୍କୁ ଗଲି। କବାଟ ଟିକେ ଖୋଲା ଥିଲା। ସୀମା ଆଇନା ଆଗରେ ଗୋଟେ ଟାୱଲ ପିନ୍ଧି ତା'ର ଦେହକୁ ଆଇନା ଆଗରେ ଦେଖୁଥିଲା। ତା ଫୁଙ୍ଗୁଳା ଦେହଟା ରିଫ୍ଲେକ୍ସନ୍ ହୋଇ ମୋତେ ଦିଶୁଥିଲା। ସେ ସମୟରେ ସୀମା ଗାଧୋଇ ଯିବା ପାଇଁ ବାହାରିଥିଲା। କିଛି ନ କହିବାରୁ ଲୁଚି ମୁଁ ତାକୁ ଚାହିଁ ରହିଲି। ଗୋଟେ ଗୋରା ଦେହ ଆଉ ପୁରା ଗୋଲ ଗୋଲ ହୋଇ ଟିମ୍ ଟିମ୍ ହୋଇ ବାହାରିଛି ଦୁଧ। ବେହ ଦେଖାଯାଉନଥିଲା, ହେଲେ ତା'ର ଗୋରା ତକ୍ ତକ୍ ଜଙ୍ଘ ତଳଭାଗ ପୁରା ଦେଖାଯାଉଥିଲା। ତାକୁ ଦେଖି ମୋ ମୁଣ୍ଡ ପୁରା ପଶୁନଥିଲା। କିଛି ସମୟ ପାଇଁ ମୋ କାମନା ବାବଦରେ ସୁବିଧା ବନ୍ଦ ହୋଇଗଲା। ଏମିତି ସୀମା ତା ଦେହକୁ ଦେଖେଇଲା ଆଉ ତା ଟାୱଲକୁ ଦେହରେ ଗୁଡ଼ାଇ ଦେଲା। ଠିକ୍ ସେହି ସମୟରେ ଦେଖି ଦେଖି ମୁଁ ତାକୁ ଡାକିଲି, ସୀମା କେଉଁଠି ଅଛୁ କହି ରୁମ୍ ଭିତରକୁ ଗଲି। ସେ ସାଙ୍ଗେ ସାଙ୍ଗେ ଟାୱଲକୁ ଜୋରରେ ଧରିକି ଦୁଧକୁ ହାତରେ ଘୋଡ଼ାଇ କହିଲା, ତୋତେ ଟିକେ ଏବେ ଆସିବାର ଥିଲା, ବାହାରକୁ ଯା, ମୁଁ ଏବେ ଗାଧୋଇକି ଯାଉଛି, ଆସିଲେ କଥା ହେବା। ଏତିକି କହି ମୁଁ ସେ ବାଥରୁମକୁ ଚାଲିଗଲା। ସେଇ ଭିତରେ ଗାଧେଇଲା। ତା କପଡ଼ା ଆଉ ବ୍ରା ଖଟ ଉପରେ ପକେଇଥିଲା। ତା'ର ଆଉ ଧ୍ୟାନ ନଥିଲା। ତା'ର ଲାଇଟ୍ ଗ୍ରୀନ୍ ବ୍ରା ଦେଖି ମୋତେ ଟିକେ ଅଲଗା ଅଲଗା ଲାଗିଲା। ସେ ବ୍ରାକୁ ଉଠାଇ ଶୁଙ୍ଘିଲି। ୱାଓ, ଧରିବାକୁ ବହୁତ ସଫ୍ଟ ଆଉ କିଛି ଅଲଗା ପ୍ରକାର ଲାଗୁଥିଲା। ମୁଁ ଆଉ ତାକୁ କିଛି ନ କହି ଘରକୁ ପଳେଇ ଆସିଲି। ସୀମାର ବ୍ରା ବାସ୍ନାରେ ନାକରୁ ଯାଉଥିଲା। କିଛି ସମୟ ପରେ ମୁଁ ଘରେ ବସି ପଡ଼ିଥାଏ। ସେ ଗାଧୋଇ ହୋଇ ଗୋଟେ ହାଫ୍ ପ୍ୟାଣ୍ଟ ଫ୍ରକ୍ ପିନ୍ଧି ଆମ ଘରକୁ ଆସିଲା। ମୋତେ କହିଲା, କ'ଣ କହୁନୁ, ଏବେ ବ୍ରେକଫାଷ୍ଟ ଖାଇଲି। ମୁଁ କହିଲି, ନା, ଏମିତି ମ୍ୟାଥ୍ ବୁଝିପାର ହେଉନଥିଲା, ପଚାରିଥିଲି। କହି ଛାଡ଼ିବାରୁ ମୁଁ ନାହିଁ, ସନ୍ଧ୍ୟାରେ କହିବି। ସୀମା, ହଉ ଠିକ୍ ଅଛି, ସନ୍ଧ୍ୟାରେ ଦେଖା ହେବା। ଏତିକି କହି ସେ ଚାଲି ଆସିଲା। ସେଦିନ ତାକୁ ସ୍ୱପ୍ନରେ ଦେଖାଉଥାଏ ଆଉ ତା ବ୍ରା ବାସ୍ନାରେ ମୋତେ ପାଗଳ କରୁଥାଏ। ସନ୍ଧ୍ୟାରେ ଆଉ ଗଲିନି। ରାତିରେ କଥା ଭାବି ଖାଲି ବାଣ୍ଡ ଉଠିଲା ଆଉ ହଲେଇଲି। ମୋବାଇଲରେ ସେକ୍ସ ଭିଡ଼ିଓ ଦେଖି ତାକୁ ଭାବୁଥିଲି କେମିତି ସୀମାକୁ ଗେହିବି। ତା ପରଦିନ ଠିକ୍ ସେହି ସମୟରେ ଦେଖିଲି ତାଙ୍କ ଘରକୁ ଗଲି। ସେ ଖଟ ଉପରେ ଶୋଇ ଗେହାଁ ଗେହିଁ ଭିଡ଼ିଓ ଦେଖୁଥିଲା। ମୁଁ ଧୀରେ ଧୀରେ ତା ପଛେ ପଛେ ଦେଖିଲି। ଆଉ 2 ମିନିଟ୍ ପରେ କହିଲି, ସୀମା, ତୁ ମୋବାଇଲରେ ତକିଆ ଦେଇ ପୁରେଇ କାହିଁ ଆଶ୍ଚର୍ଯ୍ୟ ହୋଇ କହିଲା, ତୁ କ'ଣ ସମୟରେ ଆସୁଛୁ? ମୁଁ କହିଲି, କ'ଣ କରୁଥିଲୁ ଏବେ? ସେ ଟିକେ ଥରି ଥରି କହିଲା, କିଛି ନାହିଁ, ଏମିତି ଫେସବୁକ୍ ଦେଖୁଥିଲି। ତାପରେ ତା ପତଳା ଫିଗର ଦେଖି ମୋ ବାଟ ଉଠିଲା। ଶୋଇପାରିଲାନି। ତେଣୁ ତାକୁ କହିଲି, ତୁ ଯାହା ଦେଖୁଥିଲୁ ମୁଁ ଜାଣିଛି, ତୁ ସେକ୍ସ ଦେଖୁଥିଲୁ ନା? ସେ ମୁହଁ ତଳକୁ କରି ହଁ କହନା ବୁଝିଲି, ପ୍ଲିଜ୍ ସରି, ଆଉ କେମିତି ଦେଖିବିନି, ପ୍ଲିଜ୍ ତୁ କାହାକୁ କହିବୁନି। ମୁଁ ଆଉ ରହିପାରିଲିନି। ତା ପାଖରେ ପଡ଼ି କାନରେ ଚୁପଚାପ କରି କହିଲି, ତୋର ସବୁ କାଲି ମୁଁ ଦେଖିଦେଇଛି। ତୋ ମୁଣ୍ଡି ଦୁଇଟା ମସ୍ତ ହୋଇଛି। ସେ ମୋତେ ବାଡ଼େଇ କହିଲା, ଛି, ତୁ କେତେ କମିନାଟା। ତୁ ମୋତେ ଲୁଚି ଲୁଚି ଦେଖୁଥିଲୁ। ତୁ ମୋ ସାଙ୍ଗ ବୋଲି ତୋତେ କେତେ ବିଶ୍ୱାସ କରୁଥିଲି। ମୁଁ କହିଲି, ତୋର ସେତେ ସେକ୍ସ କରିବାକୁ ବହୁତ ଇଚ୍ଛା ନାହିଁ ସୀମା, ମୁଁ ବୟଫ୍ରେଣ୍ଡ ନୁହଁ। ମୁଁ କହିଲି, ହଉ, ଯଦି ତୋର ଇଚ୍ଛା ନାହିଁ ତାହେଲେ ମୁଁ ସେକ୍ସ ଫିଲ୍ମ କେମିତି ଦେଖୁଥିଲୁ? ସେ ମୁହଁକୁ ତଳେ କରିଦେଲା। ମୁଁ ଭାବିଲି, ଗାଇବା ପାଇଁ ଏଇଟା ଠିକ୍ ସମୟ।
ତାକୁ ବ୍ଲାକମେଲ୍ କଲି, କହିଲି ଆଜି ଅଙ୍କଲ୍ ଆଣ୍ଟି ଆସିଲେ କହିଦେବି। ସେ ଡରରେ ମୋତେ କହିଲା ନାଇଁ ନାଇଁ ଏ ବିଷୟରେ କାହାକୁ କହିବୁନି ପ୍ଲିଜ୍, ନହେଲେ ମୋ ବାବା ମୋତେ ବାଡ଼େଇବେ। ମୁଁ କହିଲି ତୋର ଦେହ ଦେଖି ମୁଁ ପାଗଳ ହୋଇଯାଇଛି, ପ୍ଲିଜ୍ ମୋ ସହ ଟିକେ ସେକ୍ସ କର। ସେ କାନ୍ଦି କାନ୍ଦି ମନା କରିଥିଲା, କିନ୍ତୁ ମୁଁ ମୋ ଗଞ୍ଜି ଖୋଲି ତା ଦୁଧକୁ ଧରିଲି। ଓ କି ନରମ ମାଂସ, ତା ଦେହ ରଜନୀଗନ୍ଧା ଭଳି ବାସୁଥାଏ। ସୀମା ନଈ ସେ ଏମିତି କିଛି କରେନି ବୋଲି କହି ଦୁଧ ଦୁଇଟା ହାତରୁ ଘୋଡ଼ାଇ ରଖିଲା। ତାର ସେ ବେକରୁ କିସ୍ କରିବା ଆରମ୍ଭ କଲି। ସେ କହିଲା ପ୍ଲିଜ୍ ମୋତେ ଛାଡ଼ିଦେ, ମୁଁ ଗାଧୋଇବା ଡେରି ହେଲାଣି। ମୁଁ କିନ୍ତୁ ତାର ବାସ୍ନାରେ ହଜି ଯାଇଥିଲି। ଜବରଦସ୍ତି ତାକୁ କୁଣ୍ଢେଇ ଧରି ଚାରିଆଡ଼େ କିସ୍ କରିଲି। ଧୀରେ ଧୀରେ ତା ଦେହ ସେକ୍ସ କରିବା ପାଇଁ ରେଡି ହେବାରେ ଲାଗିଲା। ସୀମା ସେଇଠୁ ଛଟପଟ ହେବା ଆରମ୍ଭ ହୋଇଗଲା। ମୁଁ କହିଲି ସୀମା ତୋ ଦେହ ଏତେ ପୁରା କୁଆଁରୀ ଅଛି, ଆଉ ଆମେ ଯୋଡ଼ି ବହୁତ ଭଲ ଲାଗିବ। ସେ ଖାଲି ଛାଡ଼ ମୁଁ ଗାଧୋଇ ଯିବି ବୋଲି କହୁଥିଲା। ମୁଁ ଆଉ ସମ୍ଭାଳି ନପାରି ଗୋଟେ ହାତରେ ତା ଦୁଧକୁ ଚିପିଲି, ଆଉ ଗୋଟେ ହାତରେ ତା ଚଡ଼ି ପୁରେଇ ତା ପିଆକୁ ହାତ ମାରିଲି। ମୁଁ କହିଲି ତାପରେ ପୁରା ତା ପିଆ ନାଳରେ ଭାଜି ଯାଇଥିଲା। ସେ କହିଲା ଆଙ୍ଗୁଠି ମାରି ପାଣି ଭାରି କରିଛି, ସେଥିପାଇଁ ଗାଧେଇଛି ବୋଲି କହୁଥିଲି। ତା କପଡ଼ା ଖୋଲି ନଙ୍ଗଳା କରିଦେଲି, ଆଉ ତାକୁ ବି ନଙ୍ଗଳା ହୋଇ ବହେ ଚୁମାଚୁମି ଦେଲି। ତା ବିଆରୁ ଆଙ୍ଗୁଠିରେ ହଲେଇ ମେଲା କରିଦେଲି। ଦୁଧକୁ ଚିପି ଚିପି ତା ନାଲି ପକେଇଦେଲି। ତା ଖାଲି ଓଃ ଆଃ 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 ଏମିତି ରଡ଼ି କରୁଥାଏ। ଖଟରୁ ତାକୁ ଟାଇଟ୍ରେ ଧରି ଉଠେଇ ନେଲି ସିଧା ଗାଧୋଇବା ଘରକୁ। ସାୱାର ଖୋଲିଦେଲି, ସବୁ ପାଣି ପଡ଼ି ଆମ ଦେହ ଓଦା ହୋଇଗଲା। ଚେଙ୍କା ମାଛ ପରି ସେ ମୋ ହାତରୁ ଖସି ଯାଉଥିଲା କିସ୍ କରି କରି। ତା ସାୱାରରୁ ପାଣିକୁ ଶୋଷାଡ଼ିଲି। କି ସୁଖ ତା ଦେହ ଦୁଧ ପାଟିରେ ପୁରେଇ ନାକ ଶୁଙ୍ଘିଲି। ମୁଁ ସେଇଠୁ ସୀମାକୁ ପିଆରେ ଆଙ୍ଗୁଠି ପୁରେଇ ସଲସଲ କଲି। ଦେହରୁ ପାଣି ଆସି ବାଷ୍ପ ହୋଇ ବାହାରିଲା ଭଳି ଲାଗୁଥିଲା। ସେ ଚିତ୍କାରରେ କରି ଆଃ ଓଃ ହୋଇ ସଁ ହେଉଥିଲା। ମୋ ମାଣ୍ଡରେ ଉଠି ଗାତ ଭିତରେ ପୂରେଇବା ଖୋଜିଲା, ଆଉ ମୁଁ ରହିପାରିଲିନି। ସୀମାର ଗୋଡ଼କୁ ଟେକି ତା ହାଇଟ୍ରେ ରଖିଦେଇ ଦୁଇ ଜଙ୍ଘକୁ ତା ଗାଣ୍ଡି ପଛପଟୁ ଟାଇଟ୍ କରି ଧରିଲି। ଠିଆ ହୋଇଥିବା ପାଣ୍ଡକୁ ତା ପିଆରେ ପୂରେଇ ଗୋଟେ ଜୋରଦାର ନାଦିଲି। ସେ ଓଃ ଗଡ଼୍ କହି କାମୁଡ଼ି ପକେଇଦେଲା। ନନ୍ଷ୍ଟପ୍ 10 ମିନିଟ୍ ପର୍ଯ୍ୟନ୍ତ ପାଣ୍ଡ ତା ପିଆରେ ଖାଲି କଚ କଚ କରି ପୂରେଇ ସେ ଖାଲି ଓଃ ଆଃ ପ୍ଲିଜ୍ ଛାଡ଼ିଦେ ପ୍ଲିଜ୍। ତା ସିଲ୍ ପିଆରେ ପୁରା ପୂରେଇ ଦେଲି। ପ୍ରଥମେ ତା ପିଆରୁ ପଚ୍ କିନି ପଶିଯାଇ ତାର ବ୍ଲଡ଼ ବାହାରି ପଡ଼ିଲା, କିନ୍ତୁ କିଛି ସମୟ ପରେ ସେ ମଜା ନେଲା। ତାପରେ ନନ୍ଷ୍ଟପ୍ ପ୍ରାୟ 10 ମିନିଟ୍ ପର୍ଯ୍ୟନ୍ତ ତା ଭାଣ୍ଡରେ ପୂରେଇ ସୀମା ବିଆ ପୁରା ଭିତରକୁ ଘାଣ୍ଟି ଦେଲି। ମୋ ଗୋଟାଏ ଜଙ୍ଘ ଆଉ ପେଟରେ ବାଜି ଧପ୍ ଧପ୍ ହୋଇ ସାଉଣ୍ଡ ହେଉଥିଲା। ବାକି ସାୱାର ପାଣିରେ କୁକୁ ହୋଇ ମନମୁଗ୍ଧ କରି ଚାଲିଥିଲା। ମୋ ନାଳ ବାହାରିବା ପଡ଼ିଲା। ପାଣ୍ଡ ବାହାର କରିଦେଲି। ସୀମା ଚଟାଣ ଉପରେ ବସି ମୁହଁ ଘୋଡ଼େଇ କାନ୍ଦିଲା। ମୁଁ ସାୱାର ବନ୍ଦ କଲି। ସୀମାକୁ କହିଲି କ'ଣ କଲି ମୁଁ, ଘରେ ଜାଣିଲେ ମୋତେ ବାଡ଼େଇ ପକେଇବେ। ସେ ଗୋଟେ ଜିଦ୍ କଲା। ମୁଁ କହିଲି ଦେଖ ସୀମା, ଏଥିରେ ମୋର କିଛି ଭୁଲ ନାହିଁ। ବୟସ ଦୋଷ। ମୁଁ ତୋ ଫୁଙ୍ଗୁଳା ଦେହ ଦେଖି ଦୁଧକୁ ଟିକେ କଣ୍ଟ୍ରୋଲ କରିପାରିଲିନି। ହଉ ଯାହା ଅସୁବିଧା ହେଲା ହେବନି। ତତେ ମୁଁ ବାହା ହେବି, ଆଇ ଲଭ୍ ୟୁ କହି ତା ମୁଣ୍ଡରେ ଗୋଟେ ଚୁମା ଦେଲି। ସୀମା ବିଚାରା କିଛି କହିବା ଉପାୟ ନଥିଲା। କିଛି ସମୟ ପରେ ତାକୁ ବାହାରୁ ଚିପି ଧରିଲି। ଟିକେ ଥଣ୍ଡା ହେବା ପରେ ତାକୁ ସାବୁନ ମାରି ଗାଧେଇଲୁ। ତାପରେ ମୁଁ ଘରକୁ ଆସିଲି, ଆଉ ନିଦରେ ଶୋଇ ପଡ଼ିଲି। ସେଦିନ ମୁଁ ତ ପୁରା ଥକି ଯାଇଥିଲି। ସେଦିନଠୁ ଆମେ ପରସ୍ପର ଭଲ ପାଇ ବସିଲୁ। ଯେତେବେଳେ ଇଚ୍ଛା ହୁଏ ମୁଁ ତା ଦୁଧ ପିଆରେ ଚେଟୁଛି। ଯେତେବେଳେ ଇଚ୍ଛା ହୁଏ ସେକ୍ସ କରିବାକୁ ମୁଁ ସୀମା ଘରେ ଯାଏ, ଆଉ ତା ସହିତ ମିଶି ସେକ୍ସ କରେ। ସାଙ୍ଗମାନେ ଏମିତି ଆମ ଭିତରେ ଚାଲୁଛି। ଏବେ ଭାବୁଛୁ ବାହା ହେବି ବୋଲି। ସାଙ୍ଗମାନେ ଆମ ଯୋଡ଼ି କେମିତି କ'ଣ ରହିବ କମେଣ୍ଟ କରି ଜଣାଇବେ। ସାଙ୍ଗମାନେ ଭିଡ଼ିଓଟି ଯଦି ଭଲ ଲାଗିଥିବ ନିଶ୍ଚିତ ଭାବରେ କମେଣ୍ଟ କରି କହିବେ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ସାଙ୍ଗମାନେ ଆଜିର ଭିଡ଼ିଓଟିକୁ ଏଇଠି ଶେଷ କରୁଛି।